ବୃକ୍ଷ ପଥିକକୁ କହିଲା, ତୁମେ ଯେତେଥର ପଥର ମାରିବ ସେତେଥର ଉପହାରରେ ମୁଁ ଫଳ ଦେବି। ଏହା ତ ମୋର ବ୍ରତ। ପଥରର ଉତ୍ତର ପଥରରେ ଦେବା ମୋତେ ଆସେ ନାହିଁ। ଭଲା ମୋତେ କ୍ଷତ ବିକ୍ଷତ ହେଲେ ହେବାକୁ ପଡ଼ୁ ପଛକେ। ପଥିକ ଈର୍ଷା କରି କହିଲା, ତୁମେ ଏମିତି ଫୁଲ ଫଳରେ ଲଦା ହୋଇଥିବ, ଆଉ ମୁଁ ଭୋକରେ ବୁଲୁଥିବି, ଇଏ କ'ଣ ତୁମର ଓ ତୁମ ଭଗବାନଙ୍କର ଅନ୍ୟାୟ ନୁହେଁ? ବୃକ୍ଷ ହସି ହସି କହିଲା, ଈର୍ଷା କାହିଁକି କରୁଛ ପଥିକ? ମୋର ପତ୍ର ଝଡ଼ାର କଷ୍ଟକୁ ଦେଖିଲେ ଜାଣିପାରନ୍ତ ଯେ ଏହି ଫଳ ମୁଁ କେତେ ତପଶ୍ଚର୍ଯ୍ୟା କରି ପ୍ରାପ୍ତ ହୋଇଛି। ତୁମେ ମଧ୍ୟ ସେହିପରି ପୁରୁଷାର୍ଥ କରି ଦେଖ। ଅଖଣ୍ଡ ଜ୍ୟୋତି, ନଭେମ୍ବର 2015, ପୃଷ୍ଠା ସଂଖ୍ୟା 4। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।